ଢେଙ୍କାନାଳ ଜିଲ୍ଲାର ଗହଁଦିଆର ମିଳିତ ସାମ୍ବାଦିକ ସଂଘ ପକ୍ଷରୁ ଆଜି ସାମ୍ବାଦିକ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ଯାତ୍ରୀମାନେ ପଣା ପିଇ ପ୍ରଚଣ୍ଡ ରୌଦ୍ର ତାପରୁ କିଛି ମାତ୍ରାରେ ଆଶ୍ୱସ୍ତି ପାଇପାରିଛନ୍ତି ବୋଲି କହିବା ସହିତ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ଏହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ଗହଁଦିଆ ଆଇଆଇସି ସିଲିଲ କୁମାର ପ୍ରଧାନ ଓ ବାବା ସୁଶାନ୍ତ ଦାସ ଫିତା କାଟି ଉଦ୍ଘାଟନ କରିବା ସହିତ ସାମ୍ବାଦିକ ସଂଘକୁ ଧନ୍ୟବାଦ ଅର୍ପଣ କରିଛନ୍ତି ଓ ପ୍ରତ୍ୟେକ ଜନସାଧାରଣ ବ୍ୟକ୍ତି ଜଳଦାନ କରନ୍ତୁ, ଜଳଦାନ ମହତ୍ ପୁଣ୍ୟ ବୋଲି କହିଛନ୍ତି। ଆଜି ଏହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ପ୍ରାୟ 3000ରୁ ଅଧିକ ଯାତ୍ରୀ ପଣା ପିଇ ଗହଁଦିଆର ମିଳିତ ସାମ୍ବାଦିକ ସଂଘକୁ ଆଶୀର୍ବାଦ ଦେବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ଆମେ ସମସ୍ତେ ପ୍ରତ୍ୟେକ ଦିନ କିଛି କିଛି ଜାଗାରେ ଜଳପାତ୍ର ରଖିବା ସହିତ ଛାତ ଉପରେ ମଧ୍ୟ ଜଳପାତ୍ର ରଖିବା, ଯାହାକି ପଶୁପକ୍ଷୀମାନେ ମଧ୍ୟ ପାଣି ପିଇ ପାରିବେ। ଅଲେଖ ମହିମା ଶରଣ, ବାବା ସୁଶାନ୍ତ ଦାସ, ସମ୍ପାଦକ ଉପକୁନ୍ଦରୀ ମହିମା ସମାଜ, ମହିମାଗାଦି, ଜୋରନ୍ଦା, ଢେଙ୍କାନାଳ। ଯାଉ ଆଜି ଗହଁଦିଆ ଢେଙ୍କାନାଳ ଜିଲ୍ଲା ଗହଁଦିଆ ବ୍ଲକର ଗୋଟେ ପଣା ବଣ୍ଟନ କାର୍ଯ୍ୟକ୍ରମ ଆମର ସୌଜନ୍ୟ ସାମ୍ବାଦିକ ସଂଘ ଗହଁଦିଆର କରିଛନ୍ତି। ଯାହା ବହୁତ ଖୁସିର କଥା। ଯାହା ଯେଉଁ ବର୍ତ୍ତମାନ ଯେଉଁ ପ୍ରକାର ପ୍ରଚଣ୍ଡ ରୁଦ୍ରତାପ ହେଉଛି, ସକାଳ 8ଟାରୁ 3ଟା ପର୍ଯ୍ୟନ୍ତ ଯେଉଁ ପ୍ରକାର ଲୋକମାନେ ଘରୁ ବାହାରି ପାରୁନାହାନ୍ତି, ଯେଉଁଟାକି ରାସ୍ତାଘାଟ ଶୂନଶାନ ହେଇଯାଉଛି, ସେହି ସମୟରେ ସେମାନଙ୍କର ବହୁମୂଲ୍ୟ ସମୟକୁ ନଷ୍ଟ କରି ଏବଂ ସମୟ ଶ୍ରମ ସବୁ ପ୍ରକାର ଦାନ କରି ଆସି ରାସ୍ତାରେ ଗୋଟେ ପଣା ବଣ୍ଟନ କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ସେବା ଯୋଗାଇଛନ୍ତି। এটা ବହୁତ ଖୁସିର କଥା ଏବଂ ସେହି ସୌଜନ୍ୟ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏବଂ ଗହଁଦିଆ ବ୍ଲକ କାହିଁକି ଢେଙ୍କାନାଳ ଜିଲ୍ଲା ଗହଁଦିଆ ବ୍ଲକ ପ୍ରତ୍ୟେକ ଜାଗାରେ ଯଦି ଏଇ ଯେଉଁ ରୁଦ୍ରତାପ ସମୟରେ ବୈଶାଖ ଜ୍ୟେଷ୍ଠ ମାସ ଭିତରେ ଯଦି ପ୍ରତ୍ୟେକ ଜାଗାରେ ଏମିତି କିଛି ନହେଲେ ପାଣିର ବି ଯଦି ସୁବିଧା କରନ୍ତା, ପାଣି ମାନେ ଜଳ ହିଁ ଜୀବନ, ଜଳ ସମ୍ପଦ। ତେଣୁ ଯେଉଁ ଲୋକମାନଙ୍କୁ ଯଦି ଇଏ ଗୋଟେ ପ୍ରକାର ସେବା ଯୋଗାଇଥାଏ, ଯେଉଁ ତୃଷ୍ଣା ହେଉଛି, ଖରା ହେଉଛି, ଲୋକ ଟିକେ ତାହିରୁ ରକ୍ଷା ପାଆନ୍ତେ। ଏବଂ ଆଜି ଯେଉଁ ଉଦ୍ଘାଟନ କଲେ ପଣା କାର୍ଯ୍ୟକ୍ରମରେ ଆମର ଗହଁଦିଆର ଆଇଆଇସି ଶ୍ରୀଯୁକ୍ତ ସଲିଳ କୁମାର ପ୍ରଧାନ ଉପସ୍ଥିତ ଥିଲେ ଏବଂ ଆମର ଥାନାର ଅନ୍ୟାନ୍ୟ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଶେଷ କରି ଆମର ଯେଉଁ ସାମ୍ବାଦିକ ସମ୍ମିଳନୀର ପୁଷ୍ପଲତା ସାମଲ ଆଉ ଅନ୍ୟ ସାମ୍ବାଦିକମାନେ ଏ ଯେଉଁ ସେବା ଯୋଗାଇଛନ୍ତି, ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏହିପରି ମନୋବୃତ୍ତି ସମସ୍ତଙ୍କର ଆସିଲେ ହୁଏତ ସମାଜରେ କିଛି ପରିବର୍ତ୍ତନ ହୋଇପାରିବ। ଅଲେଖ ମହିମା ଶରଣ। ଗହଁଦିଆ ଥିଙ୍କର୍ସ ଫୋରମର ସଭାପତି ସୁବ୍ରତ କୁମାର ସାହୁ। ମୁଁ ଆଜି ଏହି ରାସ୍ତାରେ ମୋର ନିଜ ବ୍ୟବସାୟ ପ୍ରତିଷ୍ଠାନ ଗଲାବେଳକୁ ଦେଖିଲି ମିଳିତ ସାମ୍ବାଦିକ ସଂଘ ଗହଁଦିଆ ତରଫରୁ ଏକ ପାନୀୟ ଜଳ ଏବଂ ପଣା ସେବା କାର୍ଯ୍ୟକ୍ରମ ଚାଲୁ ରହୁଛି। ମୋର ଆଗ୍ରହ ବୃଦ୍ଧି ପାଇଲା। ମୋତେ ସହଜେ ଏମାନେ ଡାକିଲେ। ମୁଁ ଦେଖିଲି ଯେଉଁ ଭଳିଆ ପ୍ରଚଣ୍ଡ ରୌଦ୍ରତାପ ସମୟରେ ରାସ୍ତାଘାଟ ଶୂନଶାନ ସମୟରେ ପ୍ରତି ଗୋଟିଏ ବାଟରେ ପାଣି ପିଇବାର କେଉଁଠି ବ୍ୟବସ୍ଥା ନାହିଁ, ଏମାନେ ପଣା ଯୋଗାଇକରି ସକାଳକୁ ଡାକିକିରି ପ୍ରତ୍ୟେକମାନଙ୍କୁ ନିରାଶ୍ରୟ ଲୋକମାନଙ୍କୁ ଡାକିକିରି ପଣା ପାଣି ଦେଉଛନ୍ତି। ଇଏ ବହୁତ ବଡ଼ ସମାଜର ଉପରେ ଗୋଟେ ଭଲ ଉପକାର କାମ କରୁଛନ୍ତି ଏବଂ ସାଧାରଣ ଲୋକଙ୍କ ଉପକାରରେ ଆସୁଥିଲା ଭଳିଆ ଗୋଟେ ଭଲ କାମ କରୁଛନ୍ତି। ତେଣୁ ସେମାନେ ଅଶେଷ ଧନ୍ୟବାଦ, ତାଙ୍କୁ ଧନ୍ୟବାଦ ଦେଉଛି। ନିଷ୍ପତ୍ତିପର ଭାବରେ ଏଭଳି ଯଦି ସେବା ବହୁତ ଲୋକ କରନ୍ତେ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ, ତାହେଲେ ଆମ ସମାଜର ବହୁତ କିଛି ପରିବର୍ତ୍ତନ ହୁଅନ୍ତା। ଏବେ ସମସ୍ତେ ସ୍ୱାର୍ଥାନ୍ୱେଷୀ ହୋଇଯିବା ଫଳରେ ସମାଜରେ ଆଉ ପୂର୍ବ ତୁଳନାରେ ଭଲ ଲୋକଙ୍କର ଉନ୍ନତି କମି କମି ଯାଉଛି। ସରୋଜ କୁମାର ସାହୁ। ମୁଁ ପ୍ରଥମେ ଧନ୍ୟବାଦ ଦେବି ଗହଁଦିଆର ଯେଉଁ ସମାଜ ସମ୍ମିଳନୀ। ମୁଁ ଦେଖିଲି ବାଟରେ ଯାଉଥିବା ଆରେ ତ ବହୁତ ମାନେ ଗାଈ ଗୋରୁ ବହୁତ ଦେଖୁଛି, ତ ପାଣି ଟିକେ ପାଉନାହାନ୍ତି। ତ ଲୋକମାନେ ବି ବହୁତ ମାନେ ପାଣି ଟିକେ ପିଇବା ପାଇଁ ବାଟ ଘାଟରେ ବି ପାଉନାହାନ୍ତି। କିନ୍ତୁ ସମାଜସେବୀମାନଙ୍କୁ ମୁଁ ଏତିକି ଧନ୍ୟବାଦ ଦେବି, ଯେଉଁ ବାଟରେ ଯେଉଁ କରିଛନ୍ତି, ଯେଉଁ ପାଣିର ବ୍ୟବସ୍ଥା, ଯେଉଁ ପଣାର ବ୍ୟବସ୍ଥା, ମାନେ ବହୁତ ବହୁତ ଧନ୍ୟବାଦ। ଯଦି ଆମର ବହୁତ ଲୋକ ଅଛନ୍ତି, ଯଦି ଏମିତି ଗୋଟେ ଦିନ କରନ୍ତେ, ତାହେଲେ ଲୋକମାନେ ବହୁତ ଉପକୃତ ହୁଅନ୍ତେ। ତ ବର୍ତ୍ତମାନ ଯେଉଁ ଟାଇପ୍ର ଯେଉଁ ଖରା ହେଉଛି, ମାନେ ପାଣି ଟିକେ ବି ବାଟ ଘାଟରେ ମିଳୁନାହିଁ। କିନ୍ତୁ ଆଉ କ'ଣ କହିବି, ବହୁତ ବହୁତ ଧନ୍ୟବାଦ। ଠିକ୍ ଅଛି। ମୁଁ ଆଇଆଇସି ଗହଁଦିଆ ପୋଲିସ୍ ଷ୍ଟେସନ୍। ଆଜି ଯେଉଁ ଆମର ସାମ୍ବାଦିକ ସମ୍ମିଳନୀ, ସାମ୍ବାଦିକ ଆମର ଗହଁଦିଆର ଯେଉଁ କରିଛନ୍ତି ଏଠି ଆମର ଥାନା ପ୍ରାଙ୍ଗଣରେ, ତେଣୁ ଏଇ ଯେଉଁ ଜଳଦାନ ମହତ୍ ପୁଣ୍ୟ, ଯାହା ସେ ଆଜି ଗୋଟେ ପଣା ବହୁତ ଉନ୍ନତ କୋଟିର ସେ ପଣା ଆମେ ମଧ୍ୟ ସେବନ କଲୁ। ଆଉ ଯେତେ ପଥଚାରୀ ଯାଉଛନ୍ତି
ଆପଣ ଏବେ ତ ଖରା ଚାଲିଛି, ବହୁତ ଖରା ଚାଲିଛି, ତେଣୁ ଲୋକମାନଙ୍କୁ ସୁପଦକ୍ଷେପ କରିଛନ୍ତି, ସ୍ୱାଗତଯୋଗ୍ୟ ପଦକ୍ଷେପ। ତେଣୁ ଭଲ ହେଲା, ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ। ତାଙ୍କର ବି ବହୁତ, ଯେହେତୁ ଏବେ ଆମର କମିଂ ଇଲେକ୍ସନ୍ ଅଛି, ତାଙ୍କର ବି ବହୁତ କାମ, ଯାଇ ହଉ ଏଇ ଗୋଟେ ସୁପଦକ୍ଷେପ ନେଇଛନ୍ତି। ମୁଁ ବହୁତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଯାଇ ହଉ ଆମର ଜୋରନ୍ଦା ଗାଦିରୁ ସୁଶାନ୍ତ ବାବା ବି ଆମର ତାଙ୍କର ନିମନ୍ତ୍ରଣ ରକ୍ଷା କରି ଆସିଥିଲି। ତେଣୁ ତାଙ୍କର ଏଇ ଯେଉଁ ଏଟାକୁ ଉଦ୍ଘାଟନ କଲେ, ଏଇ ପଣା ଯେଉଁ ଆମର କରିଛନ୍ତି। ତେଣୁ ଠିକ୍ ଅଛି, ଇଏ ଚାଲୁ। ଆମେ ମଧ୍ୟ ଥାନା ତରଫରୁ ଭେରି ସର୍ଟଲି କାଲି ମଧ୍ୟ ଇନାଗୁରେସନ୍ କରିବୁ। ତେଣୁ ଚାଲୁ, ସମସ୍ତେ ସହଯୋଗ କରନ୍ତୁ। ଢେଙ୍କାନାଳରୁ ଅକ୍ଷୟ କୁମାର ପାତ୍ରଙ୍କ ସହିତ ଏମ୍ କୁମାରୀଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ୍ ଓଡ଼ିଆ।